ଦୟାକରି ବିରକ୍ତ ରଖନ୍ତୁ। ତୁ ଯାହାକୁ ଦର୍ଶନ କରିବାକୁ କେତେ ବ୍ୟାକୁଳ ହେଉଥିଲୁ। ତୋର ଦୁଃଖ ସହି ନ ପାରି ତୋ ପାଖକୁ ଧାଇଁ ତୁମେ କଣ ମୋର ସେ କାନର ଠାକୁର, ମୋର ହୃଦୟର ଆରାଧ୍ୟ ଦେବତା ପ୍ରଭୁ ଜଗବନ୍ଧୁ। ସେ ଛାର ବାଉରିକା ଉପରେ ତମର ସେ ଦୟା ପ୍ରଭୁ। ସତରେ ତମେ ଆସିଛ ପ୍ରଭୁ, ସତରେ ତମେ ଆସିଛ। ହଁ ଦାସେ, ତୋର ପ୍ରେମ ଭକ୍ତି ଡରିରେ ମୁଁ ଶାନ୍ତି ହୋଇଯାଇଛି, ତେଣୁ ମୁଁ ଆସିବାକୁ ବାଧ୍ୟ ହେଲି। ତୋର ଭକ୍ତିରେ ମୁଁ ସନ୍ତୁଷ୍ଟ ଦାସେ, ତୋର ଭକ୍ତିରେ ମୁଁ ସନ୍ତୁଷ୍ଟ। ହଁ, ତୁ ଯାହା ବର ମାଗିବୁ ମୁଁ ନିଶ୍ଚୟ ପ୍ରଦାନ କରିବି। ହଁ ଦାସେ, ମୁଁ ନିଶ୍ଚୟ ପ୍ରଦାନ କରିବି। ମାଗିବାର ଆଉ କଣ ଅଛି ପ୍ରଭୁ? ତମ ଠାରୁ ଆଉ ଅଧିକ ଏ ଜଗତରେ କଣ ଅଛି ଯେ ମାଗିବି ପ୍ରଭୁ? କେବଳ ଶ୍ରୀପୟରେ ଏତିକି ମାଗୁଛି, ଏତିକି ମାଗୁଛି ପ୍ରଭୁ। ବାରେ ମୋରା ଲୋଡ଼ା ନାହିଁ ଆହେ ବହୁ ଭିତରେ ଯିବାକୁ କଉଡ଼ି ପାଇବା କହୁ। ତୋର ବଡ଼ ଦେଉଳକୁ ନ ପାଇବା ପର ତେଣୁ ତୋର ପାଦେ ମୋର ଶିର ପ୍ରଭୁ ତୋର ପାଦେ নত ମୋର ସବୁ ଶିର। ନମ ସୁଧା ମଧୁପାନି ତୋର ଦର୍ଶନେ লঘুথিবি চির শান্তি জীবনে মরণে প্রভু জীবনে মরণে। এই আজ্ঞা হেউবারে কোন নয়ন দিন কিঞ্চন দাস করে নিবেদন প্রভু দিন কিঞ্চন দাস করে নিবেদন। ତୋର ଅଭିଳାଷ ପୂର୍ଣ୍ଣ ହେବା ଦାସେ, ତୁ ଯେତେବେଳେ ମୋ ଶ୍ରୀକ୍ଷେତ୍ରକୁ ଯିବୁ, ଯେଉଁ ରୂପରେ ମତେ ଦର୍ଶନ କରିବାକୁ ଇଚ୍ଛା କରିବୁ, ମୁଁ ସେତେବେଳେ ସେଇ ନୀଳଚକ୍ରରେ ଥାଇ ସେଇ ରୂପରେ ତତେ ଦର୍ଶନ ଦେବି। ଆଉ ତୁ ଶ୍ରଦ୍ଧାରେ ଯାହା ଅର୍ପଣ କରିବୁ ମୁଁ ତାକୁ ପରମ ଆନନ୍ଦରେ ଗ୍ରହଣ କରିବି। ହଁ ଦାସେ, ମୁଁ ତାକୁ ପରମ ଆନନ୍ଦରେ ଗ୍ରହଣ କରିବି। ପ୍ରଭୁ কাহি গল প্রভু মোর, কাহি গল। তেবে খনি হা স্বপ্নটা সত্য। মু যে মো চক্ষুকে বিশ্বাস করিপারুনি। মতে দর্শন দেই কেউআড়ে চালিগল প্রভু, কেউআড়ে চালিগল। कौन है तुम हठात सागर उठी चली आसल जे कौन है तुम क्या सागर कथा हो मो प्रभु आसते मो प्रभु आसी मत दर्शन दे केउआड़े चली गले लोहार केउआड़े चली
ତମେ ସତ କହୁଛ? ଭଲ ଭଲ ଏବେ ବି ମୁଁ ଦେଖିପାରୁଛି ନୀଳ ସାଗର କୂଳରେ ନୀଳ ଶୈଳ, ତା ଉପରେ ଶ୍ରୀମନ୍ଦିର, ମନ୍ଦିର ଉପରେ ନୀଳ ଚକ୍ରରେ ପତିତ ପାବନ ବାନା ପର ପର ଆଉ ରତ୍ନ ସିଂହାସନରେ ବିଜେ କରିଛନ୍ତି ମୋର ପ୍ରାଣର ଠାକୁର, ମୋର ହୃଦୟର ଆରାଧ୍ୟ ଦେବତା ପ୍ରଭୁ ଜଗବନ୍ଧୁ। ଆଉ ସଙ୍ଗରେ ଅଛନ୍ତି ବଡ଼ ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ସୁଭଦ୍ରା। ମୁଁ ବି ଶୁଣିଛି ସେ ଭାବ ବିନୋଦିଆ ଭାବ ଗାୟିକରେ ତାଙ୍କ କୃପାଡୋରି ଲଗାଇ ତାଙ୍କ ଭକ୍ତମାନଙ୍କୁ ତାଙ୍କ ପାଖକୁ ଟାଣି ନିଅନ୍ତି, ଆଉ ତାଙ୍କୁ ଦର୍ଶନ ଦିଅନ୍ତି। ଏମିତି ଦେଖୁଛ ଯେ କାହା କଥା ଭାବୁଛ? ତୋ କଥା ଭାବୁଛି ନମଳ, ତୋରି କଥା ଭାବୁଛି। ମୋ କଥା? ହଲୋ ମାଳ, ତୋ ପରି ସ୍ତ୍ରୀ ପାଇ ମୁଁ ଧନ୍ୟ, ହେଲେ ତତେ ମୁଁ ଦୁଃଖ କଷ୍ଟ ଛଡ଼ା ଜୀବନରେ ଟିକେ ସୁଖ ଦେଇପାରିବି। ତୁ ରାଜାର ରାଣୀ ହେବା କଥା ଲୋ ମାଳ, ଯାଉ ଆସରେ ରହିବା କଥା। ତମେ ସେମିତି କହୁନା, ତମେ ତ ମୋ ମନ ମନ୍ଦିରର ରାଜା, ମୋ ହୃଦୟର ଆରାଧ୍ୟ ଦେବତା, ଆଉ ତମର ଏଇ ହାତୀ ମାଟି କୁଡ଼ିଆ ମୋ ପାଇଁ ରାଜ ଉଆସ, ଏଇ ତ ମୋ ପାଇଁ ସ୍ୱର୍ଗ। ତମେ ସେମିତି କହୁନା। ରାତି ପାଇଲେ 23 ପରେ ଆସ, ତମର ସବୁ ମନେ ଅଛି ଟି? ଅଛି ଲୋ ମାଳ, ଅଛି, ହେଲେ ଗାମୁଛା କେଇ ଖଣ୍ଡ ଛଡ଼ା ଆଉ କଣ ଅଛି ଯେ ହାଟକୁ ନେଇକି ଯିବି? ସେଇଆକୁ ନେଇଯାଅ, ବିକ୍ରି କରି 2 ପଇସା ଆଣିଲେ ହାତ ଖରଚ ଚଳିବ। ଆଗକୁ ପୁଣି ରଥଯାତ୍ରା ଆସୁଛି, ତମେ କହୁଥିଲ ପରା ଏଥର ତମେ ପୁରସ୍ତମ ଯିବ। ଏତେ ବଡ଼ ଭାଗ୍ୟ ମୋର କାହିଁ ଲୋ ମାଳ, ଏତେ ବଡ଼ ଭାଗ୍ୟ ମୋର କାହିଁ? ଛାର ବାଉରୀ ବୋଲି ଏ ସମାଜରେ 5 ଲୋକରେ ବସିବାର ଅଧିକାର ଯାହାର ନାହିଁ, ସେ ପୁଣି ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କରିବ। ନାଇଁ ଲୋ ମାଳ, ତମେ ସେମିତି କାହିଁ ଭାବୁଛ ଯେ? ଏ ଦୁନିଆ ଲୋକଙ୍କ ଆଗରେ ସିନା ଛୋଟ ଜାତି, ଛୋଟ ଲୋକ ଆମେ, ହେଲେ ଠାକୁରଙ୍କ ବିଚାରରେ ବ୍ରାହ୍ମଣ ଚଣ୍ଡାଳ ସମସ୍ତେ ସମାନ। ତମେ ଦେଖିବ ସେ କୃପାମୟ ନିଶ୍ଚୟ କୃପା କରିବେ। ଆମ ମନ କହୁଛି ତମେ ନିଶ୍ଚୟ ପୁରସ୍ତମ ଯିବ। ହଉ, ରାତି ଅନେକ ହେଲାଣି, ରାତି ପାଇଲେ 23 ପୁର ହାଟ, ତମକୁ ପୁଣି ଯିବାକୁ ପଡ଼ିବ। ଚାଲିଲ ଟିକେ ଶୋଇପଡ଼ିବ। ଆନନ୍ଦେ କୁମାର ହରି ବୋଲ, ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ, ପଦୁ ଗାଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ଆନନ୍ଦେ ବୋଲ ହରି ହରି। ତମ ଭାଗବତ ପାଠ ସେତିକି ଥାଉ। ରେ ହେ ଅଗାଧୁ, ଦେଖିଲୁ ସେ ତ ଉପାଡ଼ି ତଳେ କିଏ ଗୋଟେ ଲଥ କରି ବସିଲା ନା କଣ? ସେ ବାଉରୀ ଟୋକା ନୁହଁ ତ? ହେ ମକେ ତମେ ସେଇ ଚିତାକଟା ରାଶିଆ ବାଉରୀ ତ, ଗାଁର ହୁଅନ୍ତା ଅସମରରେ ବସଟା ପଶିଲା। ହେ ଅଗାଧୁ, କାଉଟେ କୁହ ହେ ମହାପାତ୍ରେ, କାଉଟେ। ରେ ବେଇପୁଅ, এটা ব্রাহ্মণ সমাজটি, হ্যাঁ এটি ভাগবত পাঠ চালিছি, তু বেইপুଅ তপুমাটা সেইটি বসিছু, আর মোর সেতিকে আখাব বলে সিনা ততে খাব গলা, নহলে তো ଦେଇଥିଲା। আরে বেইপুଅ, এটি এতে উত্তম লোক বসি শাস্ত্র চর্চা କରୁଛନ୍ତି, ତତେ କଣ ଦେଖା ଦଉନୁ? ତୁ ସେଇଠି ଭେରଣା କରି ହରି ହରି କରି ଅସଭଙ୍ଗ କରୁଛୁ। ତାପରେ ଏ ଖଣ୍ଡମଣ୍ଡଳର ମାଲିକ ସ୍ୱୟଂ ଆଣ୍ଠୁଆ ବିଶ୍ୱ ଯେଉଁଠାରେ ବିରାଜମାନ, ଯାହାଙ୍କ ପ୍ରତାପରେ ଗର୍ଭିଣୀ ଗାଈ ବାଟ କାଟି ଚାଲିଯାଏ, ତାଙ୍କୁ କିଏ ବାଟ ଜର ଭୟ ନାହିଁ। କଣ ହେଲା ରେ? ମୁଁ ଆପଣମାନଙ୍କର ପାଦ ତଳର ଦାସ, ଆଉ ଆପଣମାନେ চৌপাড়িকে ওইলুনি
ଯେତେବେଳେ ମୁଣ୍ଡ ଉପରକୁ ଉଠିବାକୁ କେତେ ବାଟ ରହିଲା କି ସେପଟ ଯାଉଛୁ ନା ଦେଖିବ ନେବେ ହାତରେ କଥା କୁହନ୍ତୁ ନହେଲେ ମତେ ଛାଡ଼ନ୍ତୁ ବେଇବକୁ ତମ ମଧ୍ୟ ମଧ୍ୟ ବୁଝେଇଦେବି। ଆରେ ବେଇବ ଏଇଟା ବାଉରି ଯାଇଥିବ ଏଇଟା ଘରେ ବ୍ରାହ୍ମଣ ଦେଖିବ ହାତ ବାଜିବ ତା ଶୀତ ରାତିରେ ଯାଉଛୁ ନା ଦେଖିବ ନେବେ ବାଉରି କୋଉଠିକାର ମତେ ଆପଣମାନେ ଏମିତି ପୋକ ମାଛ ପରି ଦେଖୁଛନ୍ତି କାହିଁକି? ମୋ କର୍ମ ତ ମତେ ବାଉରି କୂଳରେ ଜନ୍ମ ଦେଇଛି, ସେଥିରେ ଦୋଷ ବା ମୋର କଣ? ଦୂରରେ ବସି ଟିକେ ଭାଗବତ ଶୁଣିବା କଣ ମୋର କାହିଁ? ଭାଗବତରେ ତ ସେମିତି କିଛି ଲେଖା ହୁଏନି। ଚୁପେ ଆମକୁ ଭାଗବତ ପଢଉଛୁ 8 ମିଶ୍ର ମୁହଁ ମୁହଁ ଜମା ଦଉଛୁ ତୋର ସାହସ ତ କମ ନ ଦେଖିବ ନେବେ ଏ ଅଗାଧୁ ଝାଡୁ ଠିଆ ଦେଇକି ଖୁଣ୍ଟରେ ଭରେ ଅନେଇଛ କଣ ବେଇବକୁ ଚଖେଇ ଦଉ ତାର ବା ଦୋଷ କଣ? ତାର ପୋଛି ଯଦି ତମମାନଙ୍କର ଅସୁବିଧା ହଉଛି ଆରେ କହିଦଉନ ସେ ଚାଲିଯିବ ତାକୁ ଏମିତି ମାରଧର କରୁଛ କାହିଁକି? କାହାକୁ କହି କହି ଧବରା ହେଇଗଲି ପରା ବେଇବ ଯତ୍ନ ହେଲେ ନେସେଇ ବସ अरे बेलकोटा पागल को छोड़ दे अबे बाउरी का पागल को अच्छा अबे छाड़ बे ତମେ ତ ମଣିଷ ନା କଣ? ଭାଗବତ ପଢି କଣ ଏଇ ଶିକ୍ଷା କରୁଛ? ଦାସିଆ ଅଛ ମାନେ ବି ଭଗବାନଙ୍କ ସୃଷ୍ଟି ସେ କଣ ମଣିଷ ନୁହଁ? ତାଙ୍କରି ପୁଣ୍ୟ ଗାଥା ଶୁଣିବା ଅଧିକାର କଣ ତା ନାହିଁ? ଛି ଛି ତମର ବ୍ରାହ୍ମଣର ଚଣ୍ଡାଳ ମ को फाटरो बाहरिलो हे कदला पातिया भद्र लोक बेसी कथाबार्ता करनी बेसी कथा करिवो तो तुम पंडित पणिया भी छड़े देबू अरे ए अगाधु एई ताको मुह देई अरे ठीक तो किमिरो कहबो कागु अरे भाई नो माटू माटू के अंडाई छु करो जाउछि ना गप्पारे खाया को चालू ଆଉ ଗୋସେଇ ମୋ ପାଇଁ ଆପଣ କାହିଁକି ଏତେ କଥା ଶୁଣିବେ? ଏତେ କଥା ଶୁଣୁଛନ୍ତି ମୁଁ ବରଂ ଏଠୁ ସବୁଦିନ ପାଇଁ ଚାଲି ଯାଉଛି ଗୋସେଇ। जा जा जल्दी जा ଆଉ କେବେ ଆସିବିନି ଗୋସେଇ? ଆଉ କେବେ ଆସିବିନି? हे बड़ियार बुझ तबे खरा शरण पुंजीरू महाबाहु बोलाउच तब चरण रे शरण न जाई कौन तर लोक चरण रे शरण जाइतती से मते एमानक कबल रक्षा करिता हेले तू ए दृश्य को बेस उपभोग करुरा एते पक्षपातिता काहेकि रे बाबा? एते पक्षपातिता काहेकि? हो सब तोर इच्छा पूर्ण हो बाबा, तोर इच्छा पूर्ण हो बाबा, चौपाड़ी तोड़ा खाइला दिन ये शासन माटी मारू नाई हए गुमास्ता ये जहा कहती बेलपुर धड़ी छिंडी गलानी पछके तोड़ जाइनी। अच्छा आज 23 पुरा हाथ ना कौन ये हाँ तो आज हाथ को जाई अच्छा हाथ फेरी तो सीधा मत देखा करिया कथा एपर्यंत आसीनी जे हेले महांती आज्ञा आज जदि से न आसे काली सकाळु पियादा पठे ताको बांधी आनिबार व्यवस्था कर। आज्ञा ताहा तो करिवि किंतु मधु पंडित मधु पंडित अरे सेटा गोटे मनीष ना असरपा गोटे चढ़ई बुझल महांती ताको एमिति पाने देइछि ता मुह भी आ खोलिबनी। आज्ञा देखिला दासिया तो दासेड़ा एठी आपनकर जो बड़ चक
ତା ପାଖରେ ଯୋଉ ତାର 1.5 ଗୁଣ୍ଠ ଜମି ଅଛି ଆଜ୍ଞା ଟିକେ ଏଇ ମୁହୂର୍ତ୍ତରେ କିରେ ଆଜିକାଲି ତୋର ତ କଣ ଆଉ ଦେଖା ଦର୍ଶନ ମିଳୁନି ଘର ଡିହ ବାବଦକୁ 5 ବର୍ଷର ଖଜଣା ଟଙ୍କା ବାକି ରଖି କଣ ବେଶ ନିଦକରେ ତ ଶୋଇଯାଇଛୁ? ହଁ ବାବୁ ତା ଦୁଆର ଯେତେ ହେଟାଇଲେ ବି ସିଏ କଣ ଜବାବ ଦବ? ଆଜ୍ଞା ଘରେ ଥିବ ମାଇକ ତାର କହିବ ହେଇକି ତାକେ ନାହାନ୍ତି ସେ ଜାଣିଛନ୍ତି ପାଇପି। ହଁ ଏମନ୍ତ ଆଜ୍ଞା କିରେ ଦାସିଆ ରେ ମୋ ଗୁମାସ୍ତା ତୋ ଦୁଆରକୁ 1000 ଥର କାଇଁ ଯିବ? କାଇଁ ଯିବ? ହେଲେ ବାପା ଭଲରେ ଯଦି ନ ଦଉ ସେ ମିଆ ପୁଅକୁ ତ ଘରକୁ ପଠେଇବି। ଆରେ ମିଆ ପୁଅ ନ ଗଲେ ନିଆଁ ଜଳିବନି ଆଉ। ନା ଶାନ୍ତି ତା କରିବେନି ଶାନ୍ତି ମୁଁ ନେହୁରାଉଛି ଶାନ୍ତି ମୁଁ ନେହୁରାଉଛି ମିଆ ପୁଅକୁ ମୋ ଘରକୁ ପଠେଇବେନି ଶାନ୍ତି ମୋ ଦେଇ ପିଣ୍ଡି ମାରା ହେଇଯିବ ଶାନ୍ତି ସାତ ପୁରୁଷ ପାଣି ପିଇ ପାରିବେନି ଶାନ୍ତି ସାଇ ଭାଇରେ ଏକ ଘର କିଏ କରିଦେବେ ପାଣି ବନ୍ଦ କରିଦେବେ ଶାନ୍ତି ମୁଁ କଣ କରିବି? ରାଜ୍ୟ ସରକାରଙ୍କ ହୁକୁମ ଏଇ ମାସକ ଭିତରେ ତ ଖଜଣା ଟଙ୍କା ପଇଠ ନ କଲେ ତ ଘର ଡିହ ଖଣ୍ଡିକ ନିଲାମ ହେଇଯିବ ବାପା। ମତେ ଆଉ 2 ମାସ ମହଲତ ଦିଅନ୍ତୁ ଶାନ୍ତି ପୁରଯାତ୍ରାକୁ ପୁରସ୍ତମ୍ଭ ଯିବି ଆଉ କସ୍ତା ଗାମୁଛା ସେଠି ବିକ୍ରି କରି ଯାହା ପାଇବି ଆପଣଙ୍କୁ ପଇଠ କରିଦେବି ଶାନ୍ତି ଶାନ୍ତି ମୁଁ ଆପଣଙ୍କୁ अरे दासिया ये तो बुद्धि के मानते पड़ते रे अरे आपको 5 वर्षर खंजना टका तू ये पर्यंत देई पारिलु नो अरे 5 वर्षर खंजना टका एका मुठार केमी दबु आज्ञा सब कथा दे दे ମୁଁ କଥା ଦେଉଛି ଶାନ୍ତି ଏଥର ରଥଯାତ୍ରାକୁ ପୁରସ୍ତମ ଗଲେ କସ୍ତା ଗାମୁଛାର ଭଳି ନେଇଯିବି ସାର୍ ଆଉ ସେଠି ଚଢ଼ା ଦରରେ ବିକ୍ରି କରି ଯାହା ପାଇବି ଆପଣଙ୍କ ଖଜନା ଟଙ୍କା ସୁଝିଦେବି ସତ କହୁଛୁ ତ? ଶାନ୍ତି ମୋର ସେଇ କାଳିଆ ଠାକୁରର ତୋହି ଶାନ୍ତି ସେଇ କାଳିଆ ଠାକୁରର ତୋହି ମତେ ବିଶ୍ୱାସ एटी बाबू टिके बुझी विचारी जहा करूथिबे एटा आज्ञा जानि नांती कि कलिर शेष सीमा एटी लोक ठाकुर खाई खटुली हजम करि देबा लोक एटी ना कम ना तो बाबू मु कोन कहउतेली कि कोन पर ओटे कागज चारि आंगुले लिखित कर देले केमि होता ହଁ ଶାନ୍ତି ଆପଣ ସେୟା କରନ୍ତୁ ଶାନ୍ତି ଯାହା ଲେଖିବେ ମୁଁ ଟିପ ଦେଇଦେବି ଶାନ୍ତି ଟିପ ଦେଇଦେବି ହଉ ତୁ କହୁଛୁ ଯେତେବେଳେ ନହେଲେ ମୋର ତୋ ଉପରେ ଟିକେ ହେଲେ ଅବିଶ୍ୱାସ ନାହିଁ ଯେ। ଆଚ୍ଛା ମହାନ୍ତିଏ आज्ञा ମୂର୍ଖ ଲୋକ ଆଜ୍ଞା ଦଶକଥା ମତେ ଆସିବନି କହିବେ ଯଦି ମୁଁ ଟିପ ଦେବି ହେଲେ ଶାନ୍ତି କାହିଁ କାଗଜରେ ତ କିଛି ଲେଖା ହେଇନି କିରେ ଲେଖିବି ଆଉ କଣ? ଯୋଉ ଘର ଡିହ ବାବଦକୁ କଥାଟା ପଡିଛି ସେଇତକ ଲେଖିଦେବି ଆଉ ଲେଖିବି ଗୋଟେ କଣ? ହଉ ଶାନ୍ତି ସବୁ ସେଇ କାଳିଆର ଇଚ୍ଛା ସବୁ ସେଇ କାଳିଆର ଇଚ୍ଛା ମୁଁ ଆସୁଛି ଶାନ୍ତି ହଉ ଯା ବାପା ଯା 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 ଯା
ପଡିବ ମ ସବୁ ଆପଣ କଥା ଶିଖ ଜଗବନ୍ଧୁ କାहे ଜଗବନ୍ଧୁ ତେବେ ମୁଁ କଣ ସ୍ୱପ୍ନ ଦେଖିଲି ନା ତେବେ କଣ ସେ ସ୍ୱପ୍ନରେ ମତେ ପୁରସ୍ତମ ଯିବା ପାଇଁ ଇଙ୍ଗିତ ଦେଇ କେଉଁଠି ଚାଲିଗଲେ ଯାହା ସ୍ୱପ୍ନ କାହିଁକି ଏଇ ତ ମୁଁ ଶୁଣିପାରୁଛି ଶୁଣିପାରୁଛି ଶଙ୍ଖ ଘଣ୍ଟା ମର୍ତ୍ତଳର ମିଳିତ ଶବ୍ଦ ଆଉ ବିଭକ୍ତ କଣ୍ଠରେ ଆସୁର ନିବେଦନ ଚୂଡ଼ା ଅଗୁରର ପବିତ୍ର ବାସ୍ନା ଧୂପ ଧୂଆ ସହିତ ମିଶି ମିଶି ଧୀରେ ଧୀରେ ସତେ ଯେମିତି ଉର୍ଦ୍ଧ୍ୱ ନାଭକୁ ଉଠି ଯାଉଛି ଆଉ ଛପନ ଭୋଗୀ ପ୍ରଭୁ ମୋର ମଧୁ ମହକରେ ଉଲ୍ଲସିତ ହୋଇ ଟହ ଟହ ହୋଇ ହସି ଉଠୁଛି ମାରିଆ ହ୍ୟାଲୋ ମାରିଆ କଣ ତମର ଏମିତି ବିଳିବିଳି ଉଠି ଚାଲି ଆସିଲେ ଯେ କଣ ହେଇଛି ତମର ମାରିଆ ଏଇ ଦେଖ ମାର ଚିର ରହସ୍ୟମୟ ହାସ୍ୟ ରେଖା ଏବେ ବି ତା ରଙ୍ଗ ଅଧରରୁ ଲିଭି ଯାଏନି ଆଉ ତାର ଚକା ଆଖିରେ ଭରା ଭୟର ମୁଦ୍ରା ସତେ ଯେମିତି ଝଟକି ଉଠୁଛି ମତେ ତ କାହିଁ କିଛି ଦେଖାଯାଉନି ତୁ କିଛି ଦେଖିପାରୁନୁ ଲୋ ମାର ତୁ କିଛି ଦେଖିପାରୁନୁ ଏଇ ଦୂର ଦିକ୍ପଳୟକୁ ଅନା ନୀଳ ଚକ୍ରକୁ ଦେ ସତେ ଯେମିତି ସେ ମତେ ହାତ ଠାରି ଡାକୁଛି ଲୋ ମାର ମତେ ହାତ ଠାରି ଡାକୁଛି ହେ ବଳିଆର ଭୁଜ ପତିତ ବାବର ପତିତ ଜନକୁ ଉଦ୍ଧାରିବା ପାଇଁ ତୁ ପରା ନୀଳ ଚକ୍ରରେ ବାନା ଉଡ଼େଇଛୁ ହେଲେ ଅଛବ ଦାସିଆ ବରିକୁ ତୋ ଦର୍ଶନରୁ କାହିଁକି ବଞ୍ଚିତ ହେବ ଏତେ ପକ୍ଷପାତିତା କାହିଁକି ରେ ଏତେ ପକ୍ଷପାତିତା କାହିଁକି ଏ ଜୀବନରେ ମାରିରୁ ଦେଇ ଏତେ ଛୋଟ ପଟ କରୁଛୁ କାହିଁକି ଏତେ ଛଳରେ ଯାଇକି ଏତେ ଛଳରେ ଯାଇକି ତମେ ଏମିତି ବାୟାଙ୍କ ଭଳି କଣ ହେଇଛି ତମର ସତରେ ମାର ମୁଁ ସେଇ କଳାଶ୍ରୀ ମୁଖକୁ ଦେଖିପାରିବିନି ତା 22 ପାହାଚରେ ପାଦ ରଖିପାରିବିନି ହେ ବଳିଆର ଭୁଜ ହେ ଦାସିଆ ବାଉରୀ ତାର ଭର୍ତ୍ତି ଅର୍ଥ ଏଇଠି ଅର୍ପଣ କରୁଛି ହେ ମହାବାବୁ ସ୍ୱାଦରେ ଘେରା କର ହେ ମହାବାବୁ ସ୍ୱାଦରେ ଘେରା ତମେ କାଲି ହାତରୁ ଫେରିଲାଠୁ ଖାଲି ଉଦାସୀନ ଦେଖାଯାଉଛ କଣ ହେଇଛି ତମର ମହାରାଜ ମତେ କିଛି ଲୁଚାଅନି କଣ ହେଇଛି ତମର ମୁଁ କେମିତି ଚାହିଁଛ ଯେ କଣ ହେଇଛି ତମର ନାଇଁ ଲୋ ମାଳ ମୋର କିଛି ହେଇନି ଲୋ ମାଳ ଯାହା ଘଟିଛି ଯାହା ଘଟୁଛି ଆଉ ଯାହା ଘଟିବାକୁ ଯାଉଛି ସବୁ ସେଇ ନିରାମୟ ରହିଛି ତମ କଥା ମୁଁ କିଛି ବୁଝିପାରୁନି ଘରକୁ ଆସିବା ଦିନକୁ ତମ ମୁହଁରେ ଟିକେ ବି ହସ ନାହିଁ ମୋ ହାତ ଧରି ତମ ଜୀବନଟା ହାଉଚାଷରେ କଟେଇଛ ହଁ ହାଉଚାଷରେ କଟେଇଛ ନାଇଁ ଲୋ ମାଳ ଏ ଅଧମ ଦାସିଆ ଜୀବନରେ ତୁ ଆସିବା ବି ସେଇ ଜଗବନ୍ଧୁର ଇଚ୍ଛା ମନ କଥା ମୁଁ ଠିକ ବୁଝିପାରୁଛି ଲୋ ମାଳ ତୋ ଅନ୍ତର ବେଦନା ମୁଁ ଠିକ ଅନୁଭବ କରିପାରୁଛି ତୋର ପିଲା କିଏ ନାହିଁ ବୋଲି ତୁ ମନ ଦୁଃଖ କରୁଛୁ ନା
ତମେ ନାଇଲୋ ମାଳ ଛି ତୁ କାନ୍ଦୁଛୁ ମାଳ ନା ଏ ମିଛ ମାୟ ସଂସାରରେ କିଏ କାହାର ପୁତ୍ର କିଏ କାହାର ପିତା ଆଉ କିଏ କାହାର କେତେ ଜନ୍ମ ଏମିତି କଟି ଯାଇছিল ମାଳ ହେଲେ ଏ ଜନ୍ମରେ ଆମେ ଜଗବନ୍ଧୁ ଭଳି ପୁଅ ପାଇଛୁ ୟାଠାରୁ ସୌଭାଗ୍ୟର ବିଷୟ ଆଉ କଣ ଥାଇପାରିଲ ମାଳ ହଁ ଲୋ ସେଇ ଜଗବନ୍ଧୁ ହିଁ ଆମ ସାହା ଭରସା ଭଲ ମାଳ ସେଇ ଦିଅନ୍ତି ଆଉ ସେଇ ନିଅନ୍ତି ମହା ବିପଦ ଦେଇ ପୁଣି ସେ ରକ୍ଷା କରନ୍ତି ଏ ମାଳ ମୁଁ ଗୋଟେ କଥା କହିବାକୁ ଭୁଲି ଯାଇଥିଲି ଲୋ ମାଳ ଏତେ ହଇରାଣ ହରକତ କଲା ପରେ ବି ତା ମନ ବୋଧ ହେଲା ନାହିଁ ଯେ ଆମ ଘର ଡିହ ଉପରେ ଆଣ୍ଠୁଆ ଗୋସେଇର ନଜର ପଡ଼ିଛି 5 ବର୍ଷର ଖଜଣା ଟଙ୍କା ଦେଇପାରିନି ବୋଲି ସାଧା କାଗଜରେ ମୋ ହାତରୁ ଟିପ ମଡେଇ ନେଇଛି ଏ କଣ କହୁଛ ତମେ କାହାକୁ ନ ପଚାରି ନ ବୁଝି ତମେ ସାଧା କାଗଜରେ ଟିପ ଦେଇଦେଲ ସେ ଯଦି ଆମ ଘର ଢିଅରୁ ତଡ଼ି ଦିଅନ୍ତି ତାହେଲେ କଣ କରିବା ଚିନ୍ତା କଣ ଲୋ ମାଳ ଚିନ୍ତା କଣ ଜଗବନ୍ଧୁର ଆନନ୍ଦ ବଜାର ତ ଅଛି ଦୁଃଖୀ ରୋଗୀଙ୍କ ପାଇଁ ସେ ଅନ୍ନଛତ୍ର ଖୋଲିଛି ଆଉ ଆମ ଦିଟା ପେଟ ପାଇଁ କିଛି ଅଭାବ ରହିବନି ଲୋ ମାଳ କିଛି ବି ଅଭାବ ରହିବନି ଆମେ ତ କାହା ଚଲା ବଟରେ କଣ୍ଟା ହୋଇନେ ସେ ଆଣ୍ଠୁଆ ଗୋସେଇଙ୍କ ଆମ ଉପରେ ଏତେ ଅହନ୍ତା କିଆ ଯିଏ ଅହନ୍ତା କରିବ କରୁ ଆମର ସେଇ ବଳିଆର ଭୁଜ ତ ସାହା ଅଛି জয় ମାଳ ହେ ମାଳ ହ୍ୟାଲୋ ଶୁଣି ପାରୁଥିଲ ମାଳ ପୁରସ୍ତମ ଯାତ୍ରୀ ମାନଙ୍କର ଜୟ ଧ୍ୱନି ଆଗାମୀ ପହର ଦିନ ରଥଯାତ୍ରା ଲୋ ମାଳ 15 ଦିନ ହେବ ପୁରସ୍ତମ ଯାତ୍ରୀ ମାନଙ୍କର ଭିଡ଼ ଲାଗିଛି ମାଳ ମୋ ପାଇଁ 2 ଦିନ ହବ କଣ ସଜାଡ଼ି ରଖିଛୁ ଆଣିବୁ ଗଲୁ ମୁଁ ଏଇ ଯାତ୍ରୀ ମାନଙ୍କ ସହିତ ଚାଲିଯିବି ଲୋ ମାଳ ତୁ ଶୀଘ୍ର ଗଲୁ ମାଳ ତୁ ଶୀଘ୍ର ଯା ମାଳ ଭଲ ମାଳ ଏ ପୁରସ୍ତମ ଯାତ୍ରୀ ମାନଙ୍କ ସହିତ ଚାଲି ଯା ମାଳ ଶୀଘ୍ର ଆସିବୁ ମାଳ ଓ ଭାଇମାନେ କିଏ ପୁରସ୍ତମ ଯାଉଛ ଟିକେ ସବୁ ବଡ଼ କରିବ ମୁଁ ତମ ସଙ୍ଗରେ ଯିବି ମାଳ ଏ ମାଳ ଆରେ ଶୀଘ୍ର ମାଳ ତିଲକ ଆଉ ତମେ ଚଳିବା ପାଇଁ ସବୁ ଜିନିଷ ଅଛି ସବୁ ଅଛି ତ ମାଳ ହଉ ମାଳ ଯାତ୍ରୀ ମାନଙ୍କ ସହିତ ଚାଲିଯିବି ଲୋ ମାଳ ମୁଁ ଆସିଛି ଲୋ ମାଳ ମୁଁ ଆସିଛି সতে কি মুখেরে জীবি নীলা চলে তোর রূপ দেখিবি চকানয়ন নির্মল্য সেবা করিবি চকানয়ন লাগিথিব তু গহଳି চকা
ହିସାବ ପତ୍ର କରିକି ଚାଲ। ମନ କଣ ହଉଛି କି ମୁଁ ଗଲେ ନା ତଥାପି ମନ ଇଠେ ନାଗୁଛି ଖାତା ପତ୍ରରେ ଚାରି ମାସ ହେଲା ଯାଇନି କହିଲ। ହଉ ହଉ ଦାମ ଘଣ୍ଟ 5400 ଆଜି ଦବ। ତିଲୋଚନ ଚାରିଟନ ତାବେଲା ଇଏ ଦବ 8000। ନଟ ରେ ନଟିଆ ଏତ ଘରକୁ ମୁଁ ଏକା ଯାଇଥାନ୍ତି ଆଉ କାହିଁକି ବା ସବୁ ଖାତା ପତ୍ର ମୁଁ ସାଇଜ କରି ଯିବି ଘରକୁ। ପଇସା ତୋର ଦେ 5000 କେତେ ଅଛି ଦେଲି ଦେଲି। ମହାନ୍ତି ପଇସା ତ ଆଣିନି ମୁଁ ଯାଉଛି ବା ମୁଠି ଦେଇକି। ଏ ନଟ ତୁ ମୁଠି ଆଣିଛୁ? ହଉ ବାପା ଆଇଲାଣି କିଛି ନାହିଁ ମୁଁ ଘରକୁ ଯିବି ତ ଏ ଖୁଣ୍ଟା ଆଣିଲା। ମହାନ୍ତି ଆଜି କେମିତି ମୋ ଆଜି କେମିତିଆ ନାଗୁଥିବ ଆଇଲାଣି ବାପା ମୁଁ ଡେରି ହେଲେ ପାଣି ନାଇଁ ମହାନ୍ତି ତଳେଇ ଦିଅ। ଭଲ କି ପାଣି ନାହିଁ। ଖୋଦାଳ ଦେ ନା ବେଲଟା ମାସର ପଇସାଟା ନଦେଲେ ଚଳିବାନି। ବୁଝିକି ମାସେ ବର୍ଷରେ ଜାଗାରେ ନକେଇ କହୁଛା। ହଉ ବୁଝିକି ମାନିଆ ପରେ ମାରିକ ହଉ ମାରି ବାପା ଭାତୁଛି। ତୋ ନାଁ କଣ? ମୋ ନା ନଟ ବାରିକ। ନଟ ବାରିକ। ନଟ ବାରିକ। ତୋ ବାରିକ ପେଡି ମୁଠି ପେଡି ଭାଙ୍ଗି ଯାଇଛି ନା କଣ ରେ? ମହାନ୍ତି ବେକର ଓହଳି ଭାଙ୍ଗି ଦେଇଛନ୍ତି। କିଏ? ମହାନ୍ତି ବାବୁ ତମ ଗୁମାସ୍ତା ଭାଙ୍ଗି ଦେଇଛନ୍ତି? ଆରେ ସେ ତ ଗଲେଣି ଛୁଟିରେ କେବେଠୁ ଆଉ ତୋର ସେ ଭାଙ୍ଗିଲେ କେତେବେଳେ? ଆଚ୍ଛା ନଟ ବାରିକ ନଟ ବାରିକ ନଟ ବାରିକ ये मिलगला बापा ये बापा नट बारिक ये तोर है गाय मोट 528 टंका 12 2 पहला बुझल बापा ये से पहला कथा छाड़े तते सर्वमोट 528 टंका देवा पड़ो। बाबू 5 खंड कषा बासन एते बड़ पितल हंडा दे 100 टंका नहीं एते गुडे टंका हैला केमिति? हरि बोल हरि बोल हरि बोल हरि बोल। अरे 7 पुरुष धरी आमे महाजनी काम करी आसु ए खंड मंडल रे किए कहबेनी 8 मिश्र 5 पैसा काटू हुडी करी नैची तापरे आमे खाली ठाकुरंकर मंत्र नैची हरि बोल तो ठीक किंतु एते टंका हैला केमिति? मु तो मात्र 100 टंका नैथिली। ये देख बापा मु मानुची तू 100 टंका नैथिलु मु कोन कहूची तू अधिका नैथिलु बोली किंतु बापा 5 वर्ष तळर कथा एई 5 वर्ष भितरे तू यार सुध देइछु का बापा का सेइति पे निर्मूली लता बोली टंका गुडी को बंकेई जाउची ए एबे तम हिसाब को सुध मूल मिसी जा होईची सेथिरे बंदकी बासनर 2 गुण खर्ची करि परबी तबे पुना गुडी को मुकलेबी काई? ये देख बापा नबा न नबा तो कथा हेले पछरे कहि बोलिबुनी आठवा मिश्र मो जिंस गुडा सब आत्मसात करदला बोली से कथा काई कहि बाबू मु के मुकले बेलेनी मु आसु ये बापा नट 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 बापा नट बर टिके आसो बापा टिके आसो ये बापा मो पाई गोटे काम करि परिबो कोना ये तमर से तळमाळ अंचल रु मो पाई गोटे लोकोटे जोगाड़ करि परिबो? पारिबे बाबू
ପଇସା କାମ ଦାମ ନ ପାଇ ଲୋକ ଗୁଡାକ ଖାଲି ବସୁଛନ୍ତି। ଗୋଟାକୁ ଡାକିଲେ 10ଟା ବାହାରି ପଡିବେ। କହୁନାହାନ୍ତି 100 ଲୋକ ପଠେଇଦେବେ। ନାଇଁ ବା ତମେ ମରଦ ପୁଅ କଥା କହୁଛ କି? ଆଉ ନାଇଁ ନାଇଁ ମୋର ଗୋଟେ ମାଇ ପିଲାଟେ ଦରକାର। ମାଇ ପିଲା ମାଇ ପିଲା ମାଇ ପିଲା ବୁଢୀଟେ ଅଛି କହିଲେ କାଲି ନେଇ ଆସିବି। ଆରେ ସେ ବୁଢୀ ଫୁଢୀ ଗୁଡା କୋଉ କାମରେ ଲାଗିବ ଯେ ପେଟେ ଖାଇବେ ଆଉ ଶୋଇବେ। ଇଏ ବାପା ନଟ ଇଏ ତମେ ମୋ ପାଇଁ ଗୋଟେ ନହୁଲିଟେ ଯୋଗାଡ଼ କର। ତମ ଉପଯୁକ୍ତ ପାଉଣା ମୁଁ ଦେଇଦେବି ହେଲା। ଇଏ ସେମିତି ଏଟା ମିଳିଲେ ପୁଣି ମିଳିବ ମିଳିବ ନିଶ୍ଚୟ ମିଳିବ। ଇଏ ତମେ ଚେଷ୍ଟା କଲେ ନ ମିଳିବାର ବୋଲି କିଛି ନାହିଁ। ଇଏ କଥାରେ ଅଛି ପରା ନରେଣାଂ ନାପିତଂ ଧୃତ। ତମ ଭଣ୍ଡାରିଆ ବୁଦ୍ଧି ଟିକେ ପ୍ରୟୋଗ କର ଦେଖିବ ସବୁ କିଛି ଠିକ ହେଇଯିବ। ହେଲେ ନୁହଁ ହବ ହବ ବୋଲି କୁହ। ରୋଷେଇ କରିକି ମତେ ଦିଟା ଖାଇବାକୁ ଦବ ଆଉ ସେ ନିଜେ ଦିଟା ଖାଇବ ଆଉ ମୋ ଘରକୁ ତା ଘର ଭାବିକି ଚଳିବ। ଆଉ ତୁମେ ତ ଜାଣିଛ ନଟ ମୋ ଲୀଳାମୟର କାଳ ହବା କଥା। ଶୁଣିଛି ବାବୁ ଏତେ ବଡ ଜମିଦାରୀ କାରଖାନା କଣ ସହଜ କଥା? ସେ କଥା ଆଉ କାହିଁକି କହୁଛ ନଟ? ଇଏ ଢିଙ୍କି ଶାଳରୁ ଢେଙ୍କାନାଳ ଯାଏ ଦୁନିଆ ଝାମଲା। ସେଥିରେ ପୁଣି 50-60 ମୂଲିଆଙ୍କ ସହିତ ଭଟର ଭଟର ହେଇ ପାଟିରୁ ବାଜ ବାହାରି ପଡୁଛି। ଏଣେ ଦିନ ସାରା ଏପଟେ ସେପଟେ ଚାଲି ଚାଲି ରାତିରେ ଶୋଇଲା ବେଳେ ଗୋଡ ଦିଟା ବିନ୍ଧୁଛି ଯେ ଓହୋ ହରିବୋଲ ହରିବୋଲ। ବୁଝିଲେ ବାବୁ ଏତେ ଛୋଟ ପଟ ହେବା ଅପେକ୍ଷା ଗୋଟେ ବାହାଇ ପଡିଲେ ତୁଟା ଛିଡନ୍ତା। ହରିବୋଲ ହରିବୋଲ। ଆରେ ତମେ ମତେ ଲୋକ ହସା କରେଇବା କଥା କହୁଛ ହେ ନଟ। ଇଏ ପ୍ରଥମ ପକ୍ଷରୁ ପିଲା ଛୁଆ ଗୁଡାଏ ଅଛନ୍ତି। ତାପରେ ମୁଁ ପୁଣି ଗୁରୁଙ୍କର ମନ୍ତ୍ର ନେଇଛି। ଏ ବୟସରେ ପୁଣି ମୁଁ ମାଏର ପଡିବି। ହରିବୋଲ ହରିବୋଲ। ମାୟା ମାୟା କାହାକୁ ଛାଡିଛି କି ଆଜ୍ଞା? ବ୍ରହ୍ମା ଶିବ ବୋଲା ଏଥିରେ ମୋହିତ ଆଉ ମୋହିନୀ ମାୟାର ଜଗତ ଗୁରୁ 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 ଗୁରୁଛି। ଆଉ ବୟସ କଥା କହିଲେ ଯେ ପୁରୁଷ ପାଇଁ ଗୋଟେ ବୟସର ସୀମା ସୁଖ ଅଛି ନା କଣ? ରାଜା ଶାନ୍ତନୁ ପରା ବାହା ହେଲା ବେଳକୁ ତାଙ୍କ ନାତି ମାନେ ଜବର ଭେଣ୍ଡିଆ। ଆପଣଙ୍କୁ ଦେଖିଲେ ପୁରା ଯୁବକ ବୋଲି ଜଣା ପଡୁଛନ୍ତି। ଏ ବାପା ନଟ ତମ ପକ୍ଷରେ ନା ଅସମ୍ଭବ ବୋଲି କିଛି ନାହିଁ। ତମ ବୁଦ୍ଧିକି ମାନିବାକୁ ପଡିବ। ଆଚ୍ଛା ନଟ ବାପା ଶୁଣ କାର୍ଯ୍ୟ ସିଦ୍ଧି ପରେ ଆଶାତୀତ ପୁରସ୍କାର ନିଶ୍ଚିତ ପାଇବ ହେଲା। ବାବୁ ନୁହ ବନ୍ଧୁ ବନ୍ଧୁ ବୋଲି କୁହ। ହଁ ହଁ ବନ୍ଧୁ ଆସ ବନ୍ଧୁ ଥରେ ଆଲିଙ୍ଗନ ଦେଇ ଏ ତାପିତ ପରାଣକୁ ଶୀତଳ କର। ଆସ ବନ୍ଧୁ ବନ୍ଧୁ ଆସ ବନ୍ଧୁ। ଇଏ ବାପା କାଲି ସକାଳୁ ଆସି ତମ ବନ୍ଧୁ କି ଜିନିଷ ଗୁଡାକ ଦେବି ହେଲା। ଏଇ ପୁଅ ବାଉରୀ ଟୋକାକୁ ଯଦି ଡଙ୍ଗା ଘରେଇ ନ ଛାଡିଛି ତାହେଲେ ମୋ ନା ଆଣ୍ଠୁଆ ମିଶ୍ର ନୁହଁ। ଓଲଟା ଯୁଗ ପୁଣି ଓଲଟା ପୁରାଣ ସବୁ ଓଲଟା ଦେଖିଲ ହେ ମହାନ୍ତିଏ। ଆଜ୍ଞା ଆପଣଙ୍କ ସାତ ପୁରୁଷ ଓଲଟି ଗଲା ମାନେ ଆଉ ନୁହଁ ତ କଣ? ଆରେ ନହେଲେ ଠାକୁର ଘରେ ଇଏ ବାଉରାଣୀଟା ପଶି ଚାଉଳ ପାଚୁରିଥାନ୍ତା। ଠାକୁର ଘର ଚାଉଳ ପୁଣି ସେଇ ବାଉରାଣୀ। ହରିବୋଲ ହରିବୋଲ। ହଁ ବାବୁ ସେଇ ଦାସିଆ ମାଇପ ଏ ଠାକୁର ଘରେ ପଶି ଚାଉଳ ପାଚୁରିଛି ଗଲା ତ। ଆରେ ସର୍ବନାଶ ସର୍ବନାଶ ସର୍ବନାଶ। ଆରେ ମହାନ୍ତି ଆଜ୍ଞା ଏସବୁ ସେଇ ମଧୁ ପଣ୍ଡିତର କୃତ୍ୟ। ହଁ ଆଚ୍ଛା ସବୁ ଯାକ ଚାଉଳ ପାଛଡ଼ା ସରିଲାଣି? ଏ ପାଛୁଡ଼ା ସାରିଛି ମାନେ ଏ କାକୁଡରେ ପୁରା ସିଲେଇ କରି ରଖାର ଥାକ ମାରି ରଖିଦେଇଛି। ଆଚ୍ଛା ମହାନ୍ତି ଆଜ୍ଞା ସବୁ ଯାକ ଚାଉଳ ତ ମାରା ହେଲା। ହଁ ଆଜ୍ଞା ଏଇନା ଦେଖିବାକୁ ଗଲେ ମୁଁ ବି ମାରା ହେଇଯିବି। ଗଲାନି ଆଜ୍ଞା।
ଓହୋ ଏ ହାଡ଼ ଭଙ୍ଗା ଶୀତଟାରେ ଗାଧେଇବ କିଏ ହୋ? ଆଜ୍ଞା ଘୋର କଳି ଏରେ ମାଳିକା ପରା କହିଛି ସର୍ବେ ହୋଇବେ ଏକକାର ନଥିବ ବେଦର ବିଚାର ଏଥୁ ହୋଇବେ ଅପାୟୁଷ ଦୈବ ପାପେ ସକଳେ ଯିବେ ନାଶ। ଆଉ ଜାତିଗତ ଧରି ଲାଭ ନାହିଁ। ସମାଜ ତ ବନଶଙ୍କର ହେଇଗଲା, ଜାତି ରହିଲେ କଣ ହବ? ଆଏ ଦେଖୁନ ସେ ମାଧବାଚାର୍ଯ୍ୟ ପୁଅ ସଦେଇଟା ସେ ମେହେନ୍ତ ଝିଅଟାକୁ ଆଣିକି ଘରେ ପୁରେଇଲା। ଏତେ ବଡ ସମାଜରେ କାହା ତୁଣ୍ଡ ଖୋଲିଲା? ଆଜ୍ଞା କହିବ କିଏ? କହିଲେ ତ ଭଣା ପେଲିବ, କହିବ କିଏ? ହଁ ହେ ଯାହା କହନ୍ତି କମଳ ଜାଗତ ବାଳ ବାଛିବ ଏବେ କାହାକୁ? ହଉ ମାଗଣାରେ ଚାଉଳ ତକ ତ ପାଛୁଡା ହେଇଗଲା। ଯୋଉଟା ଆସୁଛି ନା କଣ ଦେଖିଲ ବାବୁ ସେଇ ଯୋଉ ବାବୁରେ ବାଥରୁମ ଥିଲା ଆଜି ପାନେ ତାଙ୍କେ ଦିଅନ୍ତୁ ତାକୁ ଗୋଡ ହାତ ଭାଙ୍ଗି ଦବାର ଅଛି। ଆଉ ଆରେ କିଲୋ ମାଳ କିଲୋ ଏ ସଞ୍ଜ ବୁଢାଟାରେ ତୁ କୁଆଡେ ଆଇଲୁ ବା? ଚାଉଳ ପାଛୁଥିଲି ସାହାତେ ଆଜି ସରିଲାରୁ 7 ଭରି ଚାଉଳ ଥାକ ମାରି ଦେଇ ଆସିଛି ସାହାତେ। କିଲୋ ଠାକୁର ଘର ଚାଉଳ ସର୍ବନାଶ ମୋ 7 ପୁରୁଷକୁ ନର୍କଗାମୀ କରିଦେଲୁ। ଯୁଗର ପରମ୍ପରାକୁ ତୁ ନଷ୍ଟ କରିଦେଲୁ। ହରିବୋଲ ବାବା ଦୋଷ କଣ ଯେ ପଣ୍ଡିତ ବସେଇ କହିଲାରୁ ସିନା ଏ କାମ କଲି। ରାତି ହେଇଗଲାଣି ସାହାତେ ମୁଁ ପାଉଣା ଗଣ୍ଡାକ ଦିଅନ୍ତୁ ସାହାତେ ମୁଁ ଏଇନେ ଚାଲିଯିବି ସାହାତେ। କିଲୋ ମୁଁ ତତେ ଦେବି ନା ତୁ ମତେ ଦେବୁ? ଦେ 7 ବସ୍ତା ଚାଉଳର ପଇସା ପକା ନହେଲେ 1000 ଟଙ୍କା ଜୋରିମାନା ଦେବୁ। ଦେ ଜଲ୍ଦି ଦେ। ମରିଯିବି ସାହାତେ। ମରିଯିବି? ଏତେ ଗୁଡ଼ିଏ ଟଙ୍କା ମୁଁ କୋଉଠୁ ଆଣିବି ଯେ? ପୁରସ୍ତମ ଯାଇଛନ୍ତି ଯେ ଚୁଲିକି ମୋ ହାଣ୍ଡି ଯାଇନି ସାହାତେ। ଆପଣଙ୍କ ଗୁଣ ଧରୁଛି ସାହାତେ। ଚାଲି ଦିଅନ୍ତୁ। ପଇସା ଦବନି ବୋଲି କଣ କହିଲାଣି? ପ୍ରମାଦ ଦିଅନ୍ତି ଆରେ ଦିଅ ଚଖେଇ ଦିଅ। ଦବନି ବୋଲି ଦବୁନି ଯିବ କୁଆଡେ? ଦବୁ ଅଳ୍ପ ଦବୁ। ମହାନଦୀ ନଦୀର ଗଭୀର ଯେତିକି ସୁଅ ବି ସେତିକି ଅଖା ଦଉଥବୁ ଗୁଣ ଗାଉଥବୁ ବାଦେଇକି হ্যালো মারো তুমি পুরস্তম গলে যে সেটি সব কম দেখিল কহিল? কম দেখিল মারো দিনে রথরে তিনি ঠাকুর বিজে কলা পরে উৎকলর গজপতি জগন্নাথঙ্কর আত্মীয় সেবক ঠাকুর রাজা সুবর্ণ সমার্জনীরে ছেড়া পহরা কলে শঙ্খ হুলহুলিরে উছুড়ি পড়ুথায়ে বড় দণ্ড। সে সভা অবর্ণনীয় মাଳ সে সভা অবর্ণনীয় ତାକୁ ଆଖିରେ ନ ଦେଖିଲେ ବର୍ଣ୍ଣନା କରିହେବନି ଲୋ ମାଳ, ବର୍ଣ୍ଣନା କରିହେବନି। ତମେ ଗୋଟେ ସ୍ୱାର୍ଥ କର ପୁରସ୍ତମ ଗଲ ରଥ ଉପରେ ଠାକୁରକୁ ଦେଖିଲ କେତେ ସାଧୁ ସନ୍ଥ ଦର୍ଶନ କରି ମନ ଖୁସିରେ ଘରକୁ ଫେରିଲ। ମୁଁ ଖାଲି ତମ ବାଟକୁ ଚାହିଁ ବସିଛି। ଏଇ କହିଲ କହିଲ ମୋ ପାଇଁ ସବୁ କଣ ଆଣିଛ? ଆଣିଛି ଲୋ ମାଳ ଆଣିଛି। ଆମର ସନ୍ତାନ ନାହିଁ ବୋଲି ତୁ ମନ ଦୁଃଖ କରୁନା। এই
पाइल तमें जहाँ सब कह से कौन कालिया दियो हाँ लो माड़ निधि राति मु जहाँ सपन देखे आउ रत्न सिंहासन बसी मोर अभय पूजा पसारी मते आह्वान करे सुकुड़ा से कला ठाकुर आम चका नयन देखिल से केमती मो मुह को अनेई मते मुझे हसुची देखिल हलो मारू से चिर रहस्यमय हास्य रेखा देखिले भक्त जनर दुख चली जाए आउ आउ तार ये अभुला कहानी रे किए मरित अनुभव कर मार ए मार एबे तो मन कर जा यार सेवा पूजा कर तो सब दुख भूली दी सब दुख चल ए मत भारी भूख लगे पंडित अच्छे आने बोले हाँ मुझे नहीं भूख लगे गोरा मुझे नहीं शीघ्र आनबुल मार मत भारी भूख সুরল দিশই নালি পলমর ধারা তা ভিতরে রহিছি ধবল তেজা সারা রথরে তাহার রূপ রথরে তাহার উপরে তাহার সাজ দিশই যে বিরাজি অছি তহিরে সে তপলা রথে দেখিছিলি যাহা দেখিলি কি এঠি ভাবি পারু নাহি তাহা খাইবি কেমিতি মু খাইবি কেমিতি মু খাইবি ମୁଁ କେମିତି ଖାଇବି ଲୋ ମାର ମୁଁ କେମିତି ଖାଇବି ୟା ଭିତରେ ଯେ ମୁଁ ଦେଖି ପାରୁଛି ମୋର ସେଇ କଳା ଠାକୁରଙ୍କର ଚକା ଚକା ଆଖି ୟାକୁ ମୁଁ ଖାଇପାରିବିନି ଲୋ ମାର ୟାକୁ ମୁଁ ଖାଇପାରିବିନି ଲୋ ମାର गोसाई महाप्रभु घरे अच्छा गोसाई महाप्रभु अरे पुओ दास एते सकाळू सकाळू आसिलु कोन काम थिला कि रे पुओ हौ हेला हेला ए कस्ता खंड को आनिसिले ए जदी पसंद हो तोर हाथ बुणा मोर पुणी पसंद हबनी वाह भारी सुंदर है तो आउ केते नबु कि रे पुआ आपन को आउ कौन मुलेबी गोसाई महाप्रभु ए कस्ता बाबत को जदी तम नड़िया गछर नड़ियाटे दियंत तेबे मु पुरस्तम को पठांती से चक्रांगन कपाई पुरस्तम पठाइबु अरे तू कहूछु कौन गोसाई महाप्रभु तमे तो पुरस्तम जीव तमरी हाथ रे पठेई देबे भाबुची अरे तो मुंडा ठीक अच्छी तो तू पुणी श्रीफल पुरस्तम पठेबु कहूछु हो गोसाई महाप्रभु मु कौन कहूची कि से दियो भरा मते निजे कहचंती श्रद्धारे तू मते जहाँ अर्पण करिबो ताकू मु ग्रहण करिबो सते पुणी दियो निजे विश्वास होनी कि गोसाई महाप्रभु आखिरे देखिले जानिबेनी कि श्रीफलटी हस्तरे धरी
ଗରୁଡ଼ ସ୍ତମ୍ଭ ପଛରେ ଠିଆ ହୋଇ କହିବେ, ହେ ବଳିଆର ଭୁଜ ବାଲିଗାର ଦାସିଆ ଏଇ ଶିବଳଟି ପଠାଇଛି, ସ୍ୱାଦରେ ଘେନା କର ଏ ମହାବାହୁ, ସ୍ୱାଦରେ ଘେନା କର। ତୁ ବଡ଼ ଆତ୍ମବିତ କଥା କହୁଛୁ ରେ ଦାସ। ମୋ ବ୍ରହ୍ମାଣ୍ଡ ଠାକୁର, ମୋ ଚକା ନୟନ ଯଦି ସେ ଶ୍ରୀଫଳଟିକୁ ଗ୍ରହଣ ନ କରନ୍ତି, ତେବେ ମନରେ କିଛି ନ ଭାବି ଫେରେଇ ଆଣିବେ ରୋଷେଇ ବାବୁ। ଦାସ, ମୁଁ ଆପଣଙ୍କର ପାଦ ଖେଳର ଦାସ ରୋଷେଇ ବାବୁ। କେତେ କେତେ ବିପଦରୁ ମୋତେ ରକ୍ଷା କରିଛନ୍ତି। 12 ଲୋକଙ୍କ ମୁହଁରୁ 12 କଥା ଶୁଣି ସବୁ ସହି ଯାଇଛନ୍ତି। ଆଉ ଆଜି ଏତିକି ଟିକେ ମୋ ପାଇଁ କରିପାରିବେନି ରୋଷେଇ ବାବୁ? ଆରେ ତୁ ଏମିତି କ'ଣ କହୁଛୁ ରେ ଦାସ? ରାତି ପାଇଲେ ମୁହଁ ଚାହା ଚାହିଁ, ତୋ ପାଇଁ କ'ଣ ଏତିକି କରିପାରିବିନି? ରୋଷେଇ ତା ଛଡ଼ା ତୁ ତ ଠାକୁରଙ୍କ ପାଇଁ ପଠଉଛୁ। ଆରେ ମୁଁ ନେବା ପାଇଁ କାହିଁକି କୁଣ୍ଠିତ ହେବି? ବୁଝିଲୁ, ମୁଁ କାଲି 16 ପୁରସ୍ତମ ବାହାରୁଛି। ତୋ କାମଟା ଆଗ ବଢ଼େଇ ଦେବି, ହେଲା? ତୁ ଏବେ ଘରକୁ ଯା। ତମ ପାଦ ତଳେ କୋଟି କୋଟି ଜୁହାର ବସେଇ ପ୍ରଭୁ, ତମ ପାଦ ତଳେ କୋଟି କୋଟି ହେଲା ତୁ ଏବେ ଯା। नीलांचल निवासाय नित्याय परमात्मने बलभद्र सुभद्राभ्यां जगन्नाथाय ते नमः। कदाचित् कलन्दितट विपिन संगीत करव मुदाभिरी नारी वदन कमला सार मधुकः रमा शंभु ब्रह्मा सुरपति गणेशार्चितो पद जगन्नाथ स्वामी नयन पथगामी महाम्बोधे स्थिरे कनक रुचिरे नील शिखरे बसन प्रसादांत सहज बलभद्रे न बलिना सुभद्रा मध्यस्थ सकल सुर सेवा बसरतु जगन्नाथ स्वामी नयन पथगामी भवतु जगन्नाथ स्वामी नयन पथगामी आज भलरे भलरे दर्शनटा हो गला। कि भीड़ भक्ति तो देखिबो से पश्चिमा यात्री प्रभु हे सबु तुमरी लीला एमिति डोरी लगाई थारे कालिया जीव थिबा जाए तो पाखु एमिति आसुथिबी एमिति आसुथिबी एमिति आसुथिबी साथियार नड़िया देवा कथाटा भूली गली आसला बेले कही गोसाई महापुरु मो हस्तर श्रीफलटी ब्रह्मांड ठाकुर जदि हस्त प्रसारण करी नेबे ताहले दब नहले फेराई आनिब। हौ अछबर नड़ियाटा तो आउ भितर को बा काहींकी जीवी एई गौड़ पछरे रही प्रभु को अर्पण करदेवी। हे महाबाहु हे बलियार भुज बालिगार दासिया महस्तरे श्रद्धार सहित श्रीफलटी पठाई प्रभु घेना करंतु ए कालिया शांते घेना करंतु ए कालिया शांते घेना करंतु। डाकिला भगत सुन जगन्नाथ दासिया हस्त प्रसारण
ପୁଲକେ ଜଗତ ସାଇ ହାତ ବଢ଼ାଇନା ଦାସିଆ ନଡ଼ିଆ ନିମିଷକେ নিমিষকে গলে নিমিষকে গলে ବେଳକୁ ଅଛବ ବାଉରୀଟା ନଡ଼ିଆ ପଠେଇଦେଲା ଜଗନ୍ନାଥ ନେଇଯିବେ ବୁଝିଲ ମହାନ୍ତିଏ ଆଜ୍ଞା ଅଫିମ ଟେଣାଟା ବୋଧେ ତମର ଟିକେ ବେଶୀ ହେଇଯାଇଛି। ନାଇଁ ମ ଆଜ୍ଞା ଏ କଥା କଣ କି କଣ ଏ ଦାସିଆ ନଡ଼ିଆ ଜଗନ୍ନାଥ ନବା କଥା ହେଇକି ବାବୁ କାନୁ କାନ ବାପି ଗଲାଣି ଆମର ସବୁ ଯୋଜନା ଭଣ୍ଡୁର ହୋଇଯିବ। କାହିଁକି କାହିଁକି ମାନେ ଏ ବାଉରୀ ଟୋକାଟାକୁ ଲୋକେ ଯଦି ଭକ୍ତ ବୋଲି ମାନି ଯିବେ ଏ ଶାସନର ତମ ଟାଣପଣ ଗଲା ବୋଲି ଜାଣ ବାବୁ। ମହାନ୍ତିଏ ଆଜ୍ଞା ଆଣ୍ଠୁଆ ମିଶ୍ର ଦଣ୍ଡି କରି ନୁହଁ ମ ଆଉ କଣ ଗହିରୀ ପାଣିର ମାଛ ବାପ ଦାସିଆର ଟିପ ଚିହ୍ନ ବଳରେ ତାର ସବୁ ସମ୍ପତ୍ତି ବାଜ୍ୟାପ୍ତି କରି ମୁଁ ନିଜର କରିନେବି। ଏଥର ସେ ଚିତା ଚୈତନ କଟା ଦାସିଆ ଚାରି ପାଞ୍ଚ ଗଲା ବୋଲି ଜାଣ ଆଉ ଥିବ ଯେ ଲୋକ ମାନିବେ। ବାବୁ କଣ ହେଲା ତା ମାନେ ତାକୁ କଣ ଜୀବନରୁ ମାରିଦେବି ହାତରେ ନୁହଁ ମ ଆଉ ହାତରେ ହାତରେ ଇଲୋ ମୋ ବାପ ମୁଁ ମରିଯାଉଥାଇଲୋ। ଆଜ୍ଞା ଆମ ଦାସିଆକୁ ଦେଖିଲ କିଏ କହିବ ଅଛୁଆ ବୋଲି ବେକରେ ମାଳି ମସ୍ତକରେ ତିଲକ ଓହୋ ମୋ ପୁରସ୍ତମରୁ ଆସିଛି ତ ଯମୁନା ଗରମ ଥବ ଆପଣଙ୍କ ପଇସା ଦେ ଦାସିଆ ସୁଧ ମୂଳ ସବୁ ଦେ ନହେଲେ ତୋର ସବୁ ସମ୍ପତ୍ତି ବାଜ୍ୟାପ୍ତ ହେଇଯିବ। ପୁରସ୍ତମରୁ ଫେରିଲା ପରଠୁ ଯେତେ ଚେଷ୍ଟା କରେ ବି କେହି ଖଣ୍ଡ ଗାମୁଛା ଛଡ଼ା ଆଉ କିଛି କରିପାରିଲେନି ଶାନ୍ତି। ମାଇପି ଲୋକଟା ବଡ଼ ହୀନସ୍ତା ହେଉଛି ଶାନ୍ତି। 7 ଦିନ ହେଲା ଚୁଲିକୁ ନିଆଯାଇନି ଶାନ୍ତି। ମୋତେ ଆଉ କିଛି ଦିନ ସମୟ ଦିଅନ୍ତୁ ଶାନ୍ତି। ଆପଣଙ୍କ ଟଙ୍କା ସୁଝିଦେବି ଶାନ୍ତି। ତୁ ବେଳକୁ ଆଣ୍ଠୁଆ ମିଶ୍ରକୁ ଜଳକା କରି ଏମିତି ଘିରି ଘିରି ହେଇ ବୁଲୁଥିବୁ ଏମିତି ସମୟ ଗଡ଼ି ଚାଲିଥିବେ ଆଉ କଣ ହେଇପାରିବନି ନା ଆଜିଠାରୁ ତୋର ହେଲା ତୁ ଆଉ ଏ ଗାଁରେ ରହିପାରିବୁନି। ତତେ ମୁଁ 7 ଦିନ ସମୟ ଦେଲି ଏଇ 7 ଦିନ ଭିତରେ ତୋ ସ୍ତ୍ରୀ କି ନେଇ ତୁ ଏ ଗାଁ ଛାଡି ଚାଲିଯିବୁ ନହେଲେ ମୁଁ ଦେଖିଲେ କାମ ମୁଁ କରିଦେବି। ଦେଖେଇ ଦେଇଛ ଦାସେ ଅଛବ ହୋଇ ହୀନ କର୍ମ କରି ନିଜର ଅନନ୍ୟ ଭକ୍ତି ବଳରେ ଜଗତର ନାଥ ଜଗନ୍ନାଥଙ୍କୁ ଭକ୍ତି ଡୋରିରେ ପାଇବାର କଳା ଏ ମୂର୍ଖ ବ୍ରାହ୍ମଣକୁ ଦେଖେଇ ଦେଇଛ। ପଣ୍ଡିତେ ମୁଁ ତ ଆପଣଙ୍କ କଥା କିଛି ବୁଝିପାରୁନି। ପଣ୍ଡିତେ ପଣ୍ଡିତେ କାହାକୁ କହୁଛ ଦାସେ? ଏ ମୂର୍ଖ ବ୍ରାହ୍ମଣକୁ ଯିଏ ଅଜ୍ଞାନ ରୂପକ ଅନ୍ଧକାର ଭିତରେ ପରମାତ୍ମାଙ୍କର ସତ୍ତାକୁ ଉପଲବ୍ଧି ନ କରି ନିଜକୁ ଜାତିଶ୍ରେଷ୍ଠ ବ୍ରାହ୍ମଣ ବୋଲଉଛି। ନାଇଁ ଦାସେ ଆଜି ମୋର ଆଖି ଖୋଲି ଯାଇଛି। କେବଳ ତୁମରି ପାଇଁ ଜଗତର ନାଥ ଜଗନ୍ନାଥଙ୍କର ଶ୍ରୀହସ୍ତର ସ୍ପର୍ଶ ପାଇଛି। ଆଉ ସେଇ ହସ୍ତର ସ୍ପର୍ଶରେ ଜୀବନ ମୋର ଧନ୍ୟ ହେଇଗଲା ଦାସେ। ତମରି ପାଇଁ କେବଳ ତମରି ପାଇଁ ଏ ପାପୀ ଜୀବନଟା ଧନ୍ୟ ହେଇଗଲା। କଣ ଏମିତି ସବୁ ପାଗଳଙ୍କ ପରି ଗପି ଚାଲିଛ? ପାଗଳ ନଥିଲି ବିଶ୍ରେ ମୋତେ ପାଗଳ କରିଦେଇଛନ୍ତି ଆମରି ଗାଁରେ ଜନ୍ମିତ ଏଇ ମହାପୁରୁଷ। କଣ ଏମିତି ଗୋଟେ କାର୍ଯ୍ୟଟେ କରି ପକେଇଲା ଯେ ତମେ ତାକୁ ମହାପୁରୁଷ କରି ଆଉ ଅଧିକ ଆବେଗ ଭିତରେ ନ ରଖି ମୋ ବ୍ରହ୍ମାଣ୍ଡ ଠାକୁର ମୋ କାଳିଆ ଶାସକ କିଛି କହିଲୁନି, କିଛି ତ କହିଲୁନି ବସେଇ। ହଁ ଦାସେ ଦର୍ଶନ ସାରି ଶ୍ରୀମନ୍ଦିରରୁ ଫେରୁଥିଲି
মনে পড়িগলা তুমি দেইথিবা সেই নড়িয়া কথা শ্রীহস্ত প্রসারণ করি নড়িয়াটি যেতেবেলে বসাই দেইছি কইছি হে বলিয়ার ভুজ হে বলিয়ার ভুজ হে মহাবাহু বালিকার দাসিয়া শিফুলটি সংসার সহিত মহাত্রে বসাইছি ঘেনা করন্তু এ কালিয়া শান্তে ঘেনা করন্তু ব্রহ্মাণ্ড ঠাকুর ମୋ କଳ ଠାକୁରକୁ ଏ ସାଳରେ ପଠାଇଥିବା ଅଦମ ଦାସିଆର ଶ୍ରୀଫଳଟିକୁ ଘେଣା କଲେନି ଘେଣା କଲେ ହଁ ଦାସେ চতুর্দিক অন্ধকার হয়ে গলা রত্ন সিংহাসনকু আলোকিত করি প্রভুঙ্কর এক দিব্য হস্ত লম্বি আসি শূন্যে শূন্যে মোহ তরুষী ফলটিকু ঘেলি গলে মাধুর্য সেই দৃশ্য মাধুর্য সেই লীলা মু ধন্য হয়ে গলি দাসে তোমারই পাই মু আজ ধন্য হয়ে গলি ধন্য হয়ে গলি ধন্য ধন্য ହେଇଗଲା ଯେ ଦାସିଆର ଜନ୍ମ ଆଉ ଜୀବନ ଖାଉଥା ସାଦର ଶ୍ରୀଫଳଟିକୁ ପ୍ରଭୁ ଗ୍ରହଣ କରିଛନ୍ତି ଶୁଣି ଧନ୍ୟ ହେଇଗଲି ଆଉ ସବୁ ଦେଇଥିବା ବାକ୍ୟକୁ ରଖିଛନ୍ତି ତାହା ଶୁଣି ମୁଁ ଆଜି ଧନ୍ୟ ହେଇଗଲି ଧନ୍ୟ ଧନ୍ୟ ଭକ୍ତିରେ ପୁରା ଗଦଗଦ ହେଇଯାଉଛି ଆଉ ୟାର ପଛେ ଘର ନିଲାମ ହବାକୁ ବସିଲାନି ଭକ୍ତିରେ ଗଦଗଦ ହେଇଯାଉଛି କହିଲୁନୁ ଜଗନ୍ନାଥଙ୍କୁ ନଡ଼ିଆ ବଦଳରେ ଟଙ୍କା ବିଡ଼େ ପଠାଇଥାନ୍ତେ ଘରଟାକୁ ମୁକୁଳେଇଥାନ୍ତୁ କୁହନ୍ତୁ ତାଙ୍କର କେତେ କରଜ ଅଛି ଓହୋ କୋଉଠୁ ଆଇଲ କିଏ ଭଦ୍ର ଲୋକ ଚାପ ଯେମିତି ଦେଇ ପକେଇଲା ବେଳେ କହୁଛ କେତେ ଟଙ୍କା ତାଙ୍କର ଅଛି ତ ସୁଧ ହିସାବ କରନ୍ତୁ ସୁଧ ମୂଳ କରି ମୁଁ ସବୁ ପରିଶୋଧ କରିଦେବି ଥାଉ ଗୋସେଇ ଥାଉ କରଜ କରିଛି ମୁଁ ଯେତେବେଳେ ଆପଣ କାହିଁକି କରଜ ଟଙ୍କା ଯିବେ ବରଂ ମୁଁ ଛୁଏ ଗାଁ ଛାଡ଼ି ସବୁଦିନ ପାଇଁ ଚାଲିଯିବି ଗୋସେଇ ମନରେ ଟିକେ ବି ଦୁଃଖ କରିବିନି ସେଇ କାଳିଆ ଶାନ୍ତକୁ ଭରସା କରି ମୋ ମାଳିଆକୁ ନେଇ ମୁଁ ସବୁଦିନ ପାଇଁ ଏ ଗାଁ ଛାଡ଼ି ଚାଲିଯିବି ନାହିଁ ଦାସେ ମୁଁ ସବୁଦିନ ପାଇଁ ଚାଲିଯିବି ତୁମେ ଗାଁ ଛାଡ଼ି ଚାଲି ଯାଇପାରିବନି ତୁମ ଭଳି ପୁଣ୍ୟବନ୍ତ ପୁରୁଷ ଏ ଗାଁ ଛାଡ଼ି ଚାଲିଗଲେ ଏ ଗାଁ ରସାତଳ ଗାବି ହେବ ଆଉ ଆମ ପରି ପାପାତ୍ମ ମାନଙ୍କର ପୁଣ୍ୟ ପରିବର୍ତ୍ତେ ପାପ ହିଁ ଅର୍ଜିବ ତୁମେ ଦାସେ ଏ ଗାଁ ଛାଡ଼ି ଚାଲି ଯାଇପାରିବନି ତୁମର ସବୁ କରଜ ମୁଁ ଶୁଝିଦେବି ତୁମେ ଏଇଠି ରହିବ ଦାସେ ତୁମେ ଏଇ ଗାଁରେ ରହିବ ମୁଁ ଦାସକୁ ଟିକେ ମନ ଭରି ଦେଖିନି ଇଏ ଗାଁ ଲୋକଟା ଧୂଳି ଖେଳଠୁ ବୁଢା ହେଲା ଯାଏ ଦେଖିଲୁ ଆଜି ତା ଦେହରେ କଣ ସୂର୍ଯ୍ୟ ଆଲୋକ ପଶିଗଲା ଯେ ଘରକୁ ନ ଯାଇ ପୁରା ଛାଟି ପିଟି ହେଇ ପୁରା ଦୌଡ଼ିକି ପଳେଇ ଆସିଲୁ ସେ କଥା ତମ ପରି ତମ ସାଧକ ପରି ବ୍ରାହ୍ମଣ ହୋଇ ଚଣ୍ଡାଳ କାମ କରୁଥିବା ବୃକ୍ଷ ଲୋକ ବୁଝିପାରିବନି ଆଜି ଯାକେ ମୁଁ ଅଜ୍ଞାନ ଅନ୍ଧକାର ଥିଲି ହେଲେ ଆଜି ନିଜ ଆଖିରେ ଦେଖିଛି ଏହି ଅଚଳ ମହାମେରୁ ସଚଳ ହୋଇ ଏ ଅଲୌକିକ ଘଟଣା ଘଟାଇଛନ୍ତି ସତରେ ଝାଡୁନା ହଁ କେତେ ତୀର୍ଥ କେତେ ବ୍ରତ କେତେ ଗାଉସି ପାଠ ଆଲୋଚନା କରି କରି ମୁଣ୍ଡ ମାଳ ପାଚିଗଲାଣି କିନ୍ତୁ ଦିନେ ଏମିତି ଭକ୍ତି ଭାବ ଦେଖିନଥିଲି କି ଅନୁଭବ କରିନଥିଲି କିନ୍ତୁ ଆଜି ଉପଲବ୍ଧି କରୁଛି ଦାସେ ତୁମେ ସାମାନ୍ୟ ଲୋକ ନୁହଁ ତୁମେ ହେଉଛ ନା ସେ କଥା ମୁଁ ତୁଣ୍ଡରେ ଧରି ପାରିବିନି ଆଜି ସନ୍ଧ୍ୟାରେ ଝାଡୁନାଙ୍କ ସହିତ ମୁଁ ତାଙ୍କ ଟୁଙ୍ଗିକି ଯିବି ତୁମମାନଙ୍କ ସହିତ ମୁଁ ବି ଯିବି ସେଇ ପୁଣ୍ୟ ପୁରୁଷଙ୍କ ଦର୍ଶନ କରି ତାଙ୍କର ସାନ୍ନିଧ୍ୟ ଲାଭ କରି ଏ ପାପ ପଙ୍କିଳ ଜୀବନକୁ ଆମେ ଧନ୍ୟ କରିବା ଚାଲ ଝାଡୁ ଚାଲ ଏମାନେ କଣ ସବୁ ପାଗଳ ହେଇଗଲା କଣ ବୁଝିଲ ମହାନ୍ତି ଆଜ୍ଞା ଏମାନେ ସମସ୍ତେ ଗୋଟେ ଗୋଟେ ବଧ ପାଗଳ ବେଦର କର୍ମକାଣ୍ଡରେ
ଜାତିଗତ ଭେଦଭାବ ଥିଲା ରହିବ ରହିଛି ମଧ୍ୟ। ହେଲେ ଶାନ୍ତେ ଯେଉଁ କର୍ମକାଣ୍ଡରେ ଭକ୍ତିର ନାମ ନାହିଁ ଆଉ ନିଷ୍ଠାର ଲେଶ ମାତ୍ର ପରାକଷ୍ଟ ନାହିଁ ସେ କର୍ମ କଣ କର୍ମରେ ଗଣା ଶାନ୍ତେ? ରଖ ବେଟ ଉପଦେଶ ଉପଦେଶ ଦଉଛୁ ଆଠ ବିଷୟ ନୀତିବାଣୀ ଶୁଣୁଛୁ। বন্ধু বহু পথ অতিক্রম করে আসলে কাହିଁ କାହିଁ ଏଯାଏ ତ ସେଇ ପୁଣ୍ୟ ପୁରୁଷଙ୍କ ଦର୍ଶନ ହେଲାନି। ଓହୋ ତମେ ଟିକେ ଥୟ ଧରିଲ। ସେଇ ଜଗବନ୍ଧୁର ଇଚ୍ଛା, ତାର ଯଦି ଇଚ୍ଛା ଥିବ ସେ ଭକ୍ତ ଦାସିଆଙ୍କର ଦର୍ଶନ ଅବଶ୍ୟ କରେଇବେ। ହଁ। ଅବଶ୍ୟ କରେଇବେ। ହଁ এই ଦେଖିଲ ବନ୍ଧୁ ଏ ଜଣେ ଦରିଦ୍ର କଷ୍ଟ ପାଉଛି। ଦିନ ଦୁଃଖଟିଏ ପରି ଜଣା ପଡୁଛି। ଚାଲ ଆଚ୍ଛା ବାବା କହିପାରିବ ଏଠି ଭକ୍ତ ଦାସିଆ କୋଉଠି ରୁହନ୍ତି ଯାହାଙ୍କ ପାଇଁ ପ୍ରଭୁ ନିଜ ସ୍ଥିତିକୁ ଭୁଲି ସେଇ ଭକ୍ତର ଶ୍ରୀଫଳକୁ ଗ୍ରହଣ କରିଛନ୍ତି? ଆମେ ସେଇ ଭକ୍ତର ଦର୍ଶନ କରିବାକୁ ଚାହୁଁ। ହଁ ହଁ ଆପଣମାନେ ଯାହା ବିଷୟରେ ଏତେ କଥା କହୁଛନ୍ତି, ଯାହାର ଏତେ ପ୍ରଶଂସା କରୁଛନ୍ତି, ଯାହାର ଏତେ ଭକ୍ତି କରୁଛନ୍ତି, ତାର ଅଧିକାରୀ କିଏ ମୁଁ ଜାଣେ ନା। ହେଲେ ମୋ ନାଁ ଦାସିଆ ବାଉରୀ। ଦାସିଆ ବାଉରୀ। ତୁମେ ସେହି ମହାତ୍ମା ଯେ ନିଜର ଅନନ୍ୟ ଭକ୍ତି ବଳରେ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ଏତେ ନିଜର କରିପାରିଛନ୍ତି। ସେଇ କର ତୁମେ ବନ୍ଧୁ ଝିଅ ବନ୍ଧୁ ସେଇ ଭକ୍ତଙ୍କ ଗଳାରେ ପ୍ରଭୁଙ୍କ ମାଲ୍ୟ ଅର୍ପଣ କର। এই নিয় দাসে, এই নিয় শ্রীজীউଙ୍କର ଅଙ୍ଗ ଲାଗି ପ୍ରସାଦମାନ ଗ୍ରହଣ କର ଦାସେ, ଗ୍ରହଣ କର। ଆଉ ଆପଣଙ୍କୁ ସ୍ପର୍ଶ କରି ଆମେ ଆମର ଜୀବନ କୃତାର୍ଥ କଲୁ ଦାସେ। ଆପଣମାନେ ଇଏ କ'ଣ କହୁଛନ୍ତି? ମୁଁ ହେଉଛି ଆପଣମାନଙ୍କର ପାଦ ତଳର ଦାସର ଦାସ। ଦାସର ନାଇଁ ଦାସେ ତୁମେ ଦାସ ନୁହଁ, ମୁଁ ତୁମର ଦାସ। ତୁମକୁ ନ ଜାଣି ନ ଚିହ୍ନି ତୁମ ପ୍ରତି ବହୁ କଟୁକ୍ତି କରିଛି। ଏଇ ହାତରେ ତୁମକୁ ମାରିଛି, ବହୁ କୁକର୍ମ କରିଛି। ମତେ କ୍ଷମା କର ଦାସେ, ମତେ କ୍ଷମା କର। ଆପଣ ସେମିତି କୁହନ୍ତୁନି ସାଥେ, ଆପଣ ସେମିତି କୁହନ୍ତୁନି। ଆପଣ ହେଉଛନ୍ତି ମୋର ଅନ୍ନଦାତା, ଦ୍ୱିତୀୟ ଈଶ୍ୱର। ଆପଣ ସେମିତି କୁହନ୍ତୁନି। ମୁଁ ଯଦି ଜଗତର ନାଥ ଜଗନ୍ନାଥଙ୍କ ପାଖରେ ସାମାନ୍ୟ ବି ଭକ୍ତି କରିଥାଏ ଆଉ ସେଇ ଭକ୍ତିକୁ ଆଶ୍ରୟ କରି ମରିବାକୁ ନିବେଦନରେ ଥରି ଉଠିବ ତାଙ୍କର ରତ୍ନ ସିଂହାସନ। ମୋ ଶାନ୍ତ ଗୋସେଇ ଭଲ ହେଇଯିବ, ମୋ ଶାନ୍ତ ଗୋସେଇ ଭଲ।
महिमा किए कहे तुम्हें अछुआ किए कहे तुम्हें अछ तुमको कोଳରେ ଧରି ए गाँ माटी आज गर्व करी कहब तुम्हें हौच उच्च तुम्हें हौच बालिगाँर पुण्य पुरुष भक्त श्रेष्ठ दासिया जय भक्त श्रेष्ठ दासियांकर जय भक्त श्रेष्ठ दासियांकर जय भक्त वस्त्र महाप्रभु श्री जगन्नाथंकर जय महाप्रभु श्री जगन्नाथंकर दासिया बाउरी देला नडिया भुज बढेई नेलु कालिया दासिया बाउरी देला नडिया भुज बढेई नेलु कालिया से भगती नहीं मोर से पाई की गल मोर से भगती नहीं मोर से पाई की गल मोर पर